दशमस्कंद गोपलीला 29 श्री शुक उवाच शुण परीक्ष राज ऋषि नंद जे कले एकादशी पूजा करीण चक्रधर रात्रे होइला उजागर कुछुर पारणार बेला जमुना रात्रि थाऊ गला वरुण राजा ताहा जानी दूत पेशिले परिमाणी बोइला आण हे नंद को एठारे देखिबा कृष्ण को आज्ञा प्रमाणे दूत गले कालंदी जले लुचिथिले नंद पशिला जाई जले कृष्ण सुमरी स्नान काले नंद को धरी घेनी गले वरुण छामुरे मिलिले देखी वरुण तोष होई नंद को आसने बसाई बोलंती निस्तरिली आज एबे देखी देवराज नंद को न देखी गोपाले कालंदी निकटे मिलिले स्नान संकुन देखी कूले खोजंती डाकिण व्याकुले न देखी अति शोकवरे कहिले गोविंद छामुरे ए शुणी चकित भावग्राही कहते राम को अनाई पिता को नहीं वरुण पूजिव मोहर चरण स्वामी थाओ निज पुर कही चलिले दामोदर ए वरुण पुरे दैतारी मिलिले निज रूप धरी देखी सानंद जल राजा कृष्ण चरणे कला पूजा विविध मते उपहार जाणई पूजार व्यवहार पूजी पड़िला कृष्ण पादे कही शोक गद गदे आज जीवन मोर धन्य देखिले प्रभु निरंजन पुत्र कुटुंब घर द्वार मंगल होइला मोहर ଯାହାର ପାଦ ରଜ ପାଇ ଜନ୍ମ ମରଣ ଭୟ ନାହିଁ ବ୍ରହ୍ମା ଶଙ୍କର ଯାର ନିତ୍ୟ ନାମ ଜପନ୍ତି ହୃଦଗତେ ତୋହର ପାଦେ ଧ୍ୟାନ କରି ସୁଖେ ତରନ୍ତି ଭବବାରୀ ଓ ନାଥ ଗର୍ବ ଯେ ମୁଁ ବହି ତୋର ପିତାଙ୍କୁ ଅଣାଇ ତତେ ଦେଖିବାକୁ ମୋ ସଧ ଭୋନାଥ କଲି ଅପରାଧ କ୍ଷମା ସାଗର ନର ହରି ଶରଣ ସୋଦର ମୁରାରୀ ଏମତ କହି ଜଳପତି ନନ୍ଦକୁ ଆଣିଲା ତଡତି ବୋଇଲା ଶିରେ ଦେଇ କର ଭୋନାଥ ନିହତ ପିୟର କରୁଣ ଭାବ ହୃଦେ ଘେନି ଦାସ ବତ୍ସଳ ଅନ୍ତର୍ଯାମୀ ତାହାକୁ ଘେନିଣ ସଙ୍ଗତ ଗୋପେ ମିଳିଲେ ଗୋପୀନାଥ ଗୋପାଳେ ଦେଖିଣ ହରସ ଆସି ମିଳିଲେ ନନ୍ଦ ପାଶମ ଦେଖି ବରୁଣ ଘେନି ଗଲା କୃଷ୍ଣକୁ ଦେଖି ଛାଡ଼ି ଦେଲା ନଗଲେ ମରନ୍ତା ପିୟର ଭାଗ୍ୟ ଦିଶିଲା ଗୋପପୁର ନନ୍ଦ ଆନନ୍ଦ ମନ ହୋଇ କହି ଗୋପାଳଙ୍କୁ ଚାହିଁ ଦେଖିଲି ବରୁଣ ଭୁବନ ନିର୍ମଳ ହୋଇଲା ନୟନ ଗୋପୀ କହନ୍ତି ତାହା ଶୁଣି ନନ୍ଦ ବଚନ ମନେ ଗୁଣି ତୁ ଭାଗ୍ୟବନ୍ତ ଗୋପପୁର ତୋର କୁମର ଦାମୋଦର ଆମ୍ଭେ ଦେଖିବୁ ତାହା କାହିଁ ମଞ୍ଚେ ମନୁଷ୍ୟ ଦେହ ବହି ଆମ୍ଭର ପତିତ କୁମର ଗୋକୁଳ ଶରଣ ତୋର ଗୋପୀଙ୍କ ମନେ କୃଷ୍ଣ ଜାଣି ମାୟା ମୋହିଲେ ଚକ୍ରପାଣି କହନ୍ତି ଜୀବର ବ୍ୟବହାର ଭ୍ରମନ୍ତି ମାୟା ଜଡଗୋର ଏ ଆପଣା ଗତି ନ ଜାଣ ଇ ନାନା ଜନିରେ ଦେହ ବହି ଏ ଗୋପେ ମୋ ସଙ୍ଗେ ଭାବ କଲେ ଏହାଙ୍କୁ ଦେଖାଇବି ଭଲେ ତକ୍ଷଣେ ଦେଖାଇଲେ ନେଇ ବରୁଣ ପୁର ଭାବଗ୍ରାହୀ ଅନନ୍ତ ସତ୍ୟ ଜ୍ଞାନ ଜ୍ୟୋତି ବ୍ରହ୍ମା ଶଙ୍କର ଯାହା ଚିନ୍ତି ଗୋପୀ ଗୋପାଳ ହରି ମାୟା ମାୟାରେ ଦେଖାଇଲେ ତାହା ମାୟା ଛାଡ଼ିଲେ ଭଗବାନ ଗୋପାଳେ ପାଇଲେ ଚେତନ ଶୁଣ ରାଜନ ପୁଣ୍ୟ ଦେହା ଅକ୍ରୂର ଦେଖି ବଟି ଯାହା ଚେତନା ପାଇଲେ ଗୋପାଳେ ଆନନ୍ଦେ କୃଷ୍ଣ କରି କୋଳେ ହରି ମହିମା ଗୋପେ ଦେଖି ଆନନ୍ଦେ ନୟନେ ନିରଖି ଚକିତେ ନିଜ ପୁରେ ଯାଇ କହନ୍ତି ଗୋପୀଙ୍କୁ ବସାଇ ସେ ଗୋପୀ ଗୋପାଳଙ୍କ ପ୍ରାୟ ସୁଜନ ଜନେ କର ଲୟେ ଚରଣେ ଅବିରତ ନମଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତଂ वयासिक्यं दशमस्कंदे नंद बंदी मोक्षणे नाम 29 अध्याय बोलानंदे कवार हरि हरि बोलम।